ସବୁବେଳେ ସେଇ ମାଛ ତରକାରୀ ଆଉ ଫ୍ରାଏ ଖାଇ ଖାଇ ବୋର୍ ଲାଗୁଥିଲା। ସେଥିପାଇଁ ଭାବିଲି ଆଜି ମାଛର ଗୋଟେ ନୂଆ ରେସିପି ଟ୍ରାଏ କରିବି। ଆମର ଏଠି ଶାଗ ଗଛ ପ୍ରବଳ, ସେଥିପାଇଁ ଭାବିଲି ଆଜି ଶାଗ ପତ୍ର ପୋଡ଼ା ମାଛ ବେସର ବନେଇବି। ସ୍ୱାମୀ ମୋର ସକାଳୁ ଉଠି ମାଛ ସାଙ୍ଗରେ ଶାଗ ପତ୍ର ଧରି ହାଜର। ମୁଁ ସାଙ୍ଗେ ସାଙ୍ଗେ ମାଛକୁ ଧୋଇ ମସଲା ରେଡ଼ି କରିଦେଲି। 2 ଚାମଚ ସୋରିଷ ସାଙ୍ଗକୁ 1 ଚାମଚ ଜିରା, 1 ଶୁଖିଲା ଲଙ୍କା ଆଉ ରସୁଣ 4-5 କୋଲାକୁ ଗ୍ରାଇଣ୍ଡିଙ୍ଗ କରି ମାଛରେ ଲୁଣ ହଳଦୀ ଗୋଳି ପତ୍ରଗୁଡ଼ାକୁ ଟିକେ ଭଲ ଭାବରେ ଧୋଇଦେଲି। ଦେନ୍ ସ୍ୱାମୀ ଆସି ପତ୍ରଗୁଡ଼ାକୁ କାଟି ଦେଇକି ଭଲସେ ଟିକେ ଖଞ୍ଜିଦେଲେ। ଆଉ ମୁଁ ସେଥିରେ ମାଛକୁ ଥୋଇ ଟିକେ ବେସର ଗୋଳି କଞ୍ଚା ପିଆଜ, କଞ୍ଚା ବିଲାତି, ସୋରିଷ ତେଲ, କଞ୍ଚା ଲଙ୍କା ଆଉ ଧନିଆ ପତ୍ର ଦେଇ ଭଲସେ ଗୋଳିଦେଲି। ଦେନ୍ ଲାଷ୍ଟକୁ ପତ୍ର ବାନ୍ଧିବାକୁ ତ ମୋତେ ଆସିଲାନି, ସେଥିପାଇଁ ପତ୍ର ବାନ୍ଧିବା ପାଇଁ ସ୍ୱାମୀଙ୍କୁ ଡାକ ମାରିଲି। ସ୍ୱାମୀ ଆସି ପତ୍ର ବାନ୍ଧି କଡ଼େଇରେ ଟିକେ ତେଲ ଦେଇକି ତାକୁ ଟିକେ ହାଇ ଫ୍ଲେମ୍ରେ କିଛି ଟାଇମ୍ ସିଝିବା ପାଇଁ ଛାଡ଼ିଦେଲେ। ସୋ ଫାଇନାଲି ଆମ ଶାଗ ପତ୍ର ପୋଡ଼ା ମାଛ ରେଡ଼ି ହେଇଗଲା। ଯାହା କୁହନ୍ତୁ ପଛେ ମାଛର ଏଇ ରେସିପିଟା ସବୁ ରେସିପିକୁ କାଟିଦେଲା। ହେଭି ଟେଷ୍ଟ ଥିଲା। ଆକ୍ଚୁଆଲି ଏଇଟା ଯେମିତିକି କୁହନ୍ତି ଦେଶୀ ଜିନିଷ ଏଇଟା। ଆପଣ ଯେତେ ବି ମସଲା ମସଲି ଖାଆନ୍ତୁ ନା କାହିଁକି, କିନ୍ତୁ ବେସର ଦିଆ ଆଇଟମ୍ ନା, ସେଇଟା ସବୁ ଆଇଟମ୍କୁ କାଟିଦେବ। ଟେଷ୍ଟ ବି ଭଲ ଆଉ ହେଲ୍ଥ ପାଇଁ